ନମସ୍କାର, ଜୟ ଜଗନ୍ନାଥ। ସ୍ୱାଗତ କରୁଛି ଆପଣ ସମସ୍ତଙ୍କୁ ମୋର ୟୁଟ୍ୟୁବ୍ ଚ୍ୟାନେଲ ଦିଲ ସେ ସୋଚ ଓଡ଼ିଆରେ, ଯେଉଁଠି ଶବ୍ଦ ନୁହେଁ ଭାବନା କୁହେ। ତ ଚାଲନ୍ତୁ ଆଜି ଆମେ କଥା ହେବା ଜୀବନର ଯୁଦ୍ଧ ବିଷୟରେ। ଜୀବନ ଆରମ୍ଭଠାରୁ ହିଁ ଆମକୁ ଶିଖାଇଥାଏ ଯେ ଆମେ କେତେ ଆଗରେ ଆଉ ଆମେ କେତେ ପଛରେ ଅଛନ୍ତି। କିନ୍ତୁ ଜୀବନ ଏକ ପ୍ରତିଯୋଗିତା ନୁହେଁ, ଏହା ହେଉଛି ଆମ ନିଜ ସହିତ ଗୋଟିଏ ଯୁଦ୍ଧ। ଏହି ଯୁଦ୍ଧରେ କେହି ଆମ ସହିତ ନଥାଏ, ନା ସାଙ୍ଗ ନା ପରିବାର, କେବଳ ରହିଥାଏ ଆମ ନିଜ ମନୋବଳ। ଜିତିବା କିମ୍ବା ହାରିବା ପରିସ୍ଥିତି ସହିତ ନିର୍ଭର କରେ, କିନ୍ତୁ ସଂଘର୍ଷ ଅଟେ ଆମର ସ୍ୱଭାବ। ଯେତେବେଳେ ଜୀବନ ଆମକୁ ତଳକୁ ଟାଣି ନେଉଛି, ସେତେବେଳେ ଆମ ଭିତରେ ଥିବା ଶକ୍ତି ଆମକୁ କୁହେ ଏଠିରେ ଠିଆ ହୁଅ ନାହିଁ, ଆଉ ଗୋଟିଏ ପାଦ ଆଗକୁ ନେଇ ଦେଖ। କେବେ କେବେ ଲାଗେ ସବୁ କିଛି ଶେଷ ହୋଇଗଲା, କିନ୍ତୁ ମୁଁ କହିବି ସେଠି ଏବଂ ସେଇ କଥାଟି ହେଉଛି ଆମର ନୂଆ ଆରମ୍ଭ। କାରଣ ଯେଉଁ ମଣିଷ ତଳକୁ ପଡ଼ି ଆଉ ଥରେ ଉପରକୁ ଉଠିପାରେ, ସେ ଜୀବନର ସବୁଠୁ ବଡ଼ ବିଜେତା। ଏଥିରେ ନା ଟଙ୍କା, ନା ନାମ, ନା ପଦ କିଛି କାମରେ ନାହିଁ। ସଫଳତା ହେଉଛି ମନର ସନ୍ତୋଷ। ଆମ ସମସ୍ତଙ୍କୁ ସଦାବେଳେ ଗୋଟିଏ କଥା ମନେ ରଖିକି ଆଗକୁ ବଢ଼ିବାକୁ ପଡ଼ିବ। ସେ କଥାଟି ହେଉଛି ମୁଁ ମୋ ଯାତ୍ରାରେ ଆଗକୁ ବଢ଼ୁଛି, ମୋ ପଥକୁ ମୁଁ ନିଜେ ତିଆରି କରୁଛି। ତେଣୁ ଯେପରି ପରିସ୍ଥିତି ଆସୁନା କାହିଁ ଆମେ ଭୟ କରିବା ନାହିଁ। ସମୟ ନିଶ୍ଚୟ ବଦଳିବ, କିନ୍ତୁ ଆମର ଚେଷ୍ଟା କେବେ ବନ୍ଦ ହେବ ନାହିଁ। ସଫଳତା ବିଳମ୍ବରେ ଆସିପାରେ, କିନ୍ତୁ ନିଶ୍ଚିତ ଆସିବ। ଜୀବନ ହେଉଛି ଗୋଟିଏ ଯାତ୍ରା, ସଂଘର୍ଷ ହେଉଛି ତାର ସାଙ୍ଗ ଏବଂ ବିଶ୍ୱାସ ହେଉଛି ତାର ଦିଗଦର୍ଶୀ। ସେଥିପାଇଁ ହାରିବା ପୂର୍ବରୁ ନିଜେ ଭାବ, ଏ ଯୁଦ୍ଧ